ଆସନ୍ତୁ ଶୁଣିବା ଆମଳକି ବା ଅଁଳା ଏକାଦଶୀର ବ୍ରତ କଥା। ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ହେ ଶ୍ରୀକୃଷ୍ଣ, ମତେ ଦୟାପୂର୍ବକ ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀର ନାମ ଏବଂ ମାହାତ୍ମ୍ୟ ସମ୍ବନ୍ଧରେ କୁହନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ମହାଭାଗ ଧର୍ମନନ୍ଦନ, ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଏକାଦଶୀର ନାମ ହେଉଛି ଆମଳକି। ଏହି ପବିତ୍ର ବ୍ରତ ବିଷ୍ଣୁ ଲୋକ ପ୍ରାପ୍ତି କରାଏ। ରାଜା ମାନ୍ଧ୍ୟା ମଧ୍ୟ ମହାତ୍ମା ବଶିଷ୍ଠଙ୍କୁ ଏହି ପ୍ରକାର ପ୍ରଶ୍ନ ପଚାରିଥିଲେ ଏବଂ ଏହାର ପ୍ରତ୍ୟୁତ୍ତରରେ ବଶିଷ୍ଠ କହିଲେ, ମହାଭାଗ ଭଗବାନ ବିଷ୍ଣୁ ଛେପ ପକାଇବାରୁ ତାଙ୍କ ମୁଖରୁ ଚନ୍ଦ୍ରମା ସମାନ କାନ୍ତିମାନ ଏକ ବିନ୍ଦୁ ପ୍ରକଟ ହୋଇ ପୃଥିବୀ ପୃଷ୍ଠରେ ପଡ଼ିଲା। ଏଥିରୁ ମହାନ ଆମଳକ ଅର୍ଥାତ୍ ଅଁଳା ବୃକ୍ଷ ଉତ୍ପନ୍ନ ହେଲା, ଯାହାକୁ ସମସ୍ତ ବୃକ୍ଷର ଆଦିଭୂତ କୁହାଯାଇଥାଏ। ସେହି ସମୟରେ ଜୀବଜଗତର ସୃଷ୍ଟି ନିମନ୍ତେ ଭଗବାନ ବ୍ରହ୍ମାଙ୍କୁ ଉତ୍ପନ୍ନ କଲେ ଏବଂ ବ୍ରହ୍ମା ଦେବ, ଦାନବ, ଗନ୍ଧର୍ବ, ଯକ୍ଷ, ରାକ୍ଷସ, ନାଗ ତଥା ନିର୍ମଳ ଅନ୍ତଃକରଣଧାରୀ ମହର୍ଷିଗଣଙ୍କୁ ସୃଷ୍ଟି କଲେ। ଏମାନଙ୍କ ମଧ୍ୟରୁ ଦେବତା ଓ ଋଷିଗଣ ସେହି ସ୍ଥାନକୁ ଆସିଲେ ଯେଉଁଠି ବିଷ୍ଣୁ ପ୍ରିୟ ଆମଳକ ବା ଅଁଳା ବୃକ୍ଷ ଥିଲା। ମହାଭାଗ ଏହି ବୃକ୍ଷକୁ ଦେଖି ଦେବତାମାନେ ବଡ଼ ବିସ୍ମିତ ହେଲେ, କାରଣ ଏହି ବୃକ୍ଷ ବିଷୟରେ ସେମାନେ ଆଗକୁ କିଛି ବି ଜାଣିନଥିଲେ। ସେମାନଙ୍କୁ ଏହିପରି ବିସ୍ମିତ ହେବା ଦେଖି ଆକାଶବାଣୀ ହେଲା, ମହର୍ଷିଗଣ, ଏହା ସର୍ବଶ୍ରେଷ୍ଠ ଅଁଳା ବୃକ୍ଷ, ଯାହା ବିଷ୍ଣୁଙ୍କର ଅତି ପ୍ରିୟ ଅଟେ। ଏହାର ସ୍ମରଣ ମାତ୍ରେ ଗୋଦାନର ଫଳ ପ୍ରାପ୍ତି ହୋଇଥାଏ। ସ୍ପର୍ଶ କଲେ ଏହାର 2 ଗୁଣା ଏବଂ ଫଳ ଭକ୍ଷଣ କଲେ 3 ଗୁଣା ପୁଣ୍ୟ ପ୍ରାପ୍ତ ହୋଇଥାଏ। ଏହା ସର୍ବ ପାପହାରିଣୀ ବୈଷ୍ଣବ ବୃକ୍ଷ। ଏହାର ମୂଳରେ ବିଷ୍ଣୁ, ତାଠାରୁ ଟିକିଏ ଉପରେ ବ୍ରହ୍ମା, ସ୍କନ୍ଧରେ ପରମେଶ୍ୱର ଭଗବାନ ରୁଦ୍ର ତଥା ଶାଖାରେ ମୁନି, ପ୍ରଶାଖାରେ ଦେବତା, ପତ୍ରରେ ବସୁ, ଫୁଲରେ ମରୁଦଗଣ ତଥା ଫଳରେ ସମସ୍ତ ପ୍ରଜାପତି ନିବାସ କରନ୍ତି। ଅଁଳା ସର୍ବଦେବମୟ ଅଟେ, ଏଣୁ ବିଷ୍ଣୁ ଭକ୍ତ ପୁରୁଷଙ୍କ ପାଇଁ ଏହା ପରମ ପୂଜନୀୟ। ଏଣୁ ସଦା ପ୍ରୟତ୍ନପୂର୍ବକ ଅଁଳା ସେବନ କରିବା ଉଚିତ। ଋଷିଗଣ କହିଲେ, ଆପଣ କିଏ? ଦେବତା ନା ଅନ୍ୟ କିଏ? ଆମକୁ ଠିକ୍ ଠିକ୍ କୁହନ୍ତୁ। ପୁଣି ଆକାଶବାଣୀ ହେଲା, ଯିଏ ସମ୍ପୂର୍ଣ୍ଣ ଭୂତର କର୍ତ୍ତା ଏବଂ ସମସ୍ତ ଭୁବନର ସ୍ରଷ୍ଟା, ବିଦ୍ୱାନ ପୁରୁଷ ମଧ୍ୟ ଅତି କଷ୍ଟରେ ଯାହାର ଦର୍ଶନ ପାଇଥାନ୍ତି, ମୁଁ ସେହି ସନାତନ ବିଷ୍ଣୁ। ଦେବାଧିଦେବ ଭଗବାନ ବିଷ୍ଣୁଙ୍କ ଏହି କଥା ଶୁଣି ଋଷିଗଣ ଭଗବାନଙ୍କ ସ୍ତୁତି କରିବାକୁ ଲାଗିଲେ। ଏଥିରେ ଭଗବାନ ଶ୍ରୀହରି ସନ୍ତୁଷ୍ଟ ହେଲେ ଏବଂ କହିଲେ, ମହର୍ଷିଗଣ, ତୁମକୁ କେଉଁ ଅଭୀଷ୍ଟ ବରଦାନ ଦେବି? ଋଷିଗଣ କହିଲେ, ହେ ଭଗବାନ, ଯଦି ଆପଣ ଆମ ଉପରେ ସନ୍ତୁଷ୍ଟ, ତେବେ ଆମମାନଙ୍କ ହିତ ପାଇଁ ଏଭଳି କୌଣସି ବ୍ରତ କୁହନ୍ତୁ, ଯାହା ସ୍ୱର୍ଗ ଓ ମୋକ୍ଷ ରୂପୀ ଫଳ ପ୍ରଦାନ କରୁଥିବ। ବିଷ୍ଣୁ କହିଲେ, ମହର୍ଷିଗଣ, ଫାଲ୍ଗୁନ ମାସ ଶୁକ୍ଳ ପକ୍ଷରେ ଯଦି ପୁଷ୍ୟ ନକ୍ଷତ୍ର ଯୁକ୍ତ ଏକାଦଶୀ ପଡ଼େ, ତେବେ ଏହା ଅତି ପୁଣ୍ୟମୟ ଓ ମହାପାତକ ନାଶିନୀ ଅଟେ। ଏହି ଦିନ ଅଁଳା ବୃକ୍ଷ ପାଖକୁ ଯାଇ ସେଠାରେ ରାତିରେ ଜାଗରଣ କରିବା ଉଚିତ। ଏହାଦ୍ୱାରା ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ ଏବଂ ସହସ୍ର ଗୋଦାନର ଫଳ ଲାଭ ହୁଏ। ବିପ୍ରଗଣ, ମୁଁ ତୁମମାନଙ୍କୁ ଯେଉଁ ବ୍ରତ ବିଷୟରେ କହିଲି, ତାହା ସମସ୍ତ ବ୍ରତ ମଧ୍ୟରେ ଉତ୍ତମ। ଋଷିମାନେ କହିଲେ, ହେ ଭଗବାନ, ଏହି ବ୍ରତର ବିଧି କୁହନ୍ତୁ। ଏହାର ଦେବତା କିଏ ଓ ମନ୍ତ୍ର କ'ଣ? ପୂଜନର ବିଧି କିପରି? ସେହି ସମୟରେ ସ୍ନାନ ଓ ଦାନ କିପରି କରାଯାଏ? ଭଗବାନ କହିଲେ, ଦ୍ୱିଜବର, ପ୍ରାତଃ କାଳରେ ଦାନ୍ତ ଘଷି ସାରି ସଂକଳ୍ପ କରିବେ ଯେ, ହେ ପୁଣ୍ଡରୀକାକ୍ଷ, ହେ ଅଚ୍ୟୁତ, ମୁଁ ଏକାଦଶୀ ଦିନ ନିରାହାର ରହି ପରଦିନ ଭୋଜନ କରିବି। ଆପଣ ମୋତେ ଶରଣରେ ରଖନ୍ତୁ। ଏହିଭଳି ସଂକଳ୍ପ ନେବା ପରେ ପତିତ, ଚୋର, ପାଖଣ୍ଡୀ, ଦୁରାଚାରୀ, ଗୁରୁପତ୍ନୀଗାମୀ ତଥା ମର୍ଯ୍ୟାଦା ଭଙ୍ଗକାରୀ ମନୁଷ୍ୟ ସହିତ କଥାବାର୍ତ୍ତା କରିବେ ନାହିଁ। ମନକୁ ବଶୀଭୂତ କରି ରଖି ନଦୀ, ପୋଖରୀ, କୂଅ ଅଥବା ତ ଘରେ ସ୍ନାନ କରିବେ।
ସ୍ନାନ ପୂର୍ବରୁ ଶରୀରରେ ମାଟି ଲଗାଇବେ। ମାଟି ଲଗାଇବାର ମନ୍ତ୍ର ଅଶ୍ୱକ୍ରାନ୍ତେ ରଥକ୍ରାନ୍ତେ ବିଷ୍ଣୁକ୍ରାନ୍ତେ ବସୁନ୍ଧରେ ମୃତ୍ତିକେ ହରମେ ପାପಂ ଜନ୍ମକୋଟ୍ୟାଂ ସମର୍ଜିତମ୍। ହେ ବସୁନ୍ଧରା, ତୁମ ଉପରେ ଅଶ୍ୱ ଓ ରଥ ଚାଲନ୍ତି ତଥା ବାମନ ଅବତାର ସମୟରେ ଭଗବାନ ବିଷ୍ଣୁ ମଧ୍ୟ ତୁମକୁ ନିଜର ପାଦରେ ମାପିଥିଲେ। ହେ ମୃତ୍ତିକା, ମୁଁ କୋଟି ଜନ୍ମରେ ଯେଉଁ ପାପ କରିଛି ମୋର ସେହି ପାପ ସମୂହକୁ ହରଣ କରିନିଅ। ସ୍ନାନ ମନ୍ତ୍ର ତ୍ୱଂ ମାତା ସର୍ବଭୂତାନାଂ ଜୀବନଂ ତତ୍ତ୍ୱରକ୍ଷକଂ ଶ୍ଵେତଜ୍ୟୋତିର୍ଜାତୀନାଂ ରସାନାଂ ପତये ନମଃ। ସ୍ନାତୋऽହଂ ସର୍ବତୀರ್ಥେଷु हृदप्रस्रवणेषु च नदीषु देवखातेषु इदं स्नानं तु मे भवेत्। हे जलर अधिष्ठात्री देवी, हे माँ, तुमे संपूर्ण भूत पाई जीवन स्वरूप। आज मु संपूर्ण तीर्थ, कुंड, झरणा, नदी और देव संबंधी सरोवर रे स्नान करिछि। मोर एही स्नान उक्त समस्त स्नानर फल प्रदायक हेउ। विद्वान पुरुष निजर सामर्थ्य और धन अनुसार 1 वा अधा ग्राम ओजनर परशुरामଙ୍କ सुनार प्रतिमा तैयारी करिवे। स्नान परे घर को आसी पूजा और होम करिवे। ଏହା ପରେ ସମସ୍ତ ପ୍ରକାର ସାମଗ୍ରୀ ନେଇ ଅଁଳା ବୃକ୍ଷ ପାଖକୁ ଯିବେ। ସେଠାରେ ବୃକ୍ଷର ଚାରିପାଖକୁ ଝାଡ଼ୁ ମାରି ଲିପା ପୋଛା କରି ଶୁଦ୍ଧ କରିବେ। ସେହି ଶୁଦ୍ଧ ଭୂମି ଉପରେ ମନ୍ତ୍ର ପାଠ ପୂର୍ବକ ଜଳପୂର୍ଣ୍ଣ ନୂଆ କଳସ ସ୍ଥାପନ କରିବେ। କଳସରେ ପଞ୍ଚରତ୍ନ ଏବଂ ଦିବ୍ୟ ଗନ୍ଧ ଆଦି ସିଞ୍ଚନ କରିବେ। ଶ୍ଵେତ ଚନ୍ଦନରେ ତାକୁ ଲେପନ କରିବେ। ତା କଣ୍ଠରେ ଫୁଲମାଳା ପିନ୍ଧାଇବେ। ସମସ୍ତ ପ୍ରକାର ଧୂପ ଝୁଣାର ସୁଗନ୍ଧରେ ସୁଗନ୍ଧିତ କରିବେ। ଜଳୁଥିବା ଦୀପ ଗୁଡ଼ିକୁ ଧାଡ଼ିରେ ସଜାଇ ରଖିବେ। ଏହାର ତାତ୍ପର୍ଯ୍ୟ ହେଉଛି ସବୁ ଦିଗରୁ ଯେପରି ସୁନ୍ଦର ଓ ମନୋହର ବାତାବରଣ ସୃଷ୍ଟି ହେବ। ପୂଜା ନିମନ୍ତେ ନୂଆ ଛତା, ଜୋତା ଓ ବସ୍ତ୍ର ମଧ୍ୟ ମଗାଇ ରଖିବେ। କଳସ ଉପରେ ଗୋଟିଏ ପାତ୍ର ରଖି ସେଥିରେ ଉତ୍ତମ ଚାଉଳ ଭରିଦେବେ। ପୁଣି ତା ଉପରେ ପରଶୁରାମଙ୍କର ସୁବର୍ଣ୍ଣ ମୂର୍ତ୍ତି ସ୍ଥାପନ କରିବେ। ବିଶ୍ୱକାୟ ନମଃ କହି ତାଙ୍କ ଚରଣ, ବିଶ୍ୱରୂପିଣେ ନମଃ କହି 2 ଆଣ୍ଠୁ, ଉଗ୍ରାୟ ନମଃ କହି ଜଙ୍ଘ, ଦାମୋଦରାୟ ନମଃ କହି ଅଣ୍ଟା, ପଦ୍ମନାଭାୟ ନମଃ କହି ଉଦର, ଶ୍ରୀବତ୍ସଧାରିଣେ ନମଃ କହି ବକ୍ଷସ୍ଥଳ ବା ଛାତି, ଚକ୍ରିଣେ ନମଃ କହି ବାମ ବାହୁ, ଗଦିନେ ନମଃ କହି ଡାହାଣ ବାହୁ, ବୈକୁଣ୍ଠାୟ ନମଃ କହି କଣ୍ଠ, ଯଜ୍ଞମୁଖାୟ ନମଃ କହି ମୁଖ, ବିଶ୍ୱକନିଧୟେ ନମଃ କହି ନାକ, ବାସୁଦେବାୟ ନମଃ କହି ଆଖି, ବାମନାୟ ନମଃ କହି ଲଲାଟ, ସର୍ବାତ୍ମନେ ନମଃ କହି ସମ୍ପୂର୍ଣ୍ଣ ଅଙ୍ଗ ତଥା ସମସ୍ତଙ୍କର ପୂଜା କରିବେ। ଏହା ହିଁ ପୂଜାର ମନ୍ତ୍ର। ତାପରେ ଭକ୍ତିଯୁକ୍ତ ଚିତ୍ତରେ ଶୁଦ୍ଧ ଫଳ ଦ୍ୱାରା ଦେବାଧିଦେବ ପରଶୁରାମଙ୍କୁ ଅର୍ଘ୍ୟ ପ୍ରଦାନ କରିବେ। ଅର୍ଘ୍ୟ ପ୍ରଦାନ କରିବାର ମନ୍ତ୍ର ହେଉଛି ନମସ୍ତେ ଦେବ ଦେବେଶ ଜାମଦଗ୍ନ ନମୋସ୍ତୁତେ ଗୃହାଣାର୍ଘ୍ୟମିମଂ ଦତ୍ତ ମାମଲକ୍ୟାଯୁତଂ ହରେ। ହେ ଦେବଦେବେଶ୍ୱର ଯମଦଗ୍ନି ନନ୍ଦନ ଶ୍ରୀ ବିଷ୍ଣୁ ସ୍ୱରୂପ ପରଶୁରାମ, ଆପଣଙ୍କୁ ନମସ୍କାର। ଅଁଳା ଫଳ ସହିତ ପ୍ରଦାନ କରାହୋଇଥିବା ମୋର ଏହି ଅର୍ଘ୍ୟକୁ ସ୍ୱୀକାର କରନ୍ତୁ। ତାପରେ ଭକ୍ତିଯୁକ୍ତ ଚିତ୍ତରେ ଜାଗରଣ କରିବେ। ନୃତ୍ୟ, ସଙ୍ଗୀତ, ବାଦ୍ୟ, ଧାର୍ମିକ
उपाख्यान तथा श्री विष्णु संबंधी कथबार्ता द्वारा से रातिटी बिताइबे। यह परे भगवान विष्णु नाम नहीं अँला गछ को 108 थर परिक्रमा करिवे। तापरे सकाळ हेले श्री हरिंकर आरती करिवे। ब्राह्मण को पूजा करी सेठारे थिबा समस्त सामग्री तांकु निवेदित करिवे। परशुराम कलश 2टी वस्त्र जोता आदि समस्त वस्तु दान करिदेबे एवं एपरी भावना करिवे जे परशुराम स्वरूप भगवान विष्णु मो उपरे प्रसन्न हुअन्तु। तापरे अँला वृक्ष को स्पर्श करी तार चतुर्पार्श्वरे प्रदक्षिणा करिवे एवं स्नान करिबा परे विधिपूर्वक ब्राह्मण को भोजन कराइबे। तापरे कुटुंबी जनक साथीरे बसी स्वयं मध्य भोजन करिवे। संपूर्ण तीर्थ सेवनरु जो फल प्राप्त हुए तथा समस्त प्रकार दान देवा द्वारा जो फल लाभ हुए से सबु उपरोक्त विधि पालन करिबा द्वारा सुलभ हो जाए। समस्त यज्ञ अपेक्षा अधिक फल मध्य मिलिथाए। एथिरे तिले मात्र संदेह नहीं। एही व्रत सबु व्रत मध्यरे उत्तम। ऋषि वशिष्ठ कहिले, महाराज एतिकी कही देवेश्वर भगवान विष्णु सेठारु अंतर्ध्यान होई गले। तापरे एही समस्त महर्षिगण उक्त व्रत विधिपूर्वक पालन कले। हे नृपश्रेष्ठ, सेहीपरि तुमे मध्य एही व्रतर अनुष्ठान करिबा उचित। भगवान श्रीकृष्ण कहिले, युधिष्ठिर एही अजेय व्रत मनुष्य को सबु पापरु मुक्त कराई थाए।